ସାଙ୍ଗମାନେ ମୁଁ ହେଉଛି କାହ୍ନା। ମୋର ବୟସ 19 ଓ ମୋ ସାନ ଭଉଣୀର ବୟସ 13 ବର୍ଷ। ଆଜି ମୁଁ କହିବି ମୋ ସାନ ଭଉଣୀର ଛୋଟ ବିୟାର ଭିଡିଓ କେମିତି ସୁଟ୍ କଲି। ସେହି ବିୟାର ଭିଡିଓ ମଧ୍ୟ ଆପଣଙ୍କ ସହ ସେୟାର କରିବି। ସତରେ ମୁଁ ମୋ ଭଉଣୀ ବୋଲି ଠାଡୁ ମାରିକି କହୁନି। ଏହି ବିୟାର ଭିଡିଓ ଦେଖୁକି ମୁଁ ହେଲେ କେତେ ଥର ହଲେଇଛି। ମୁଁ କିନ୍ତୁ ଆମ ଘର ଆଡ୍ରେସ ଏଠାରେ କହୁନାହିଁ। ମୋ ଭଉଣୀ ଦେବାକୁ ବହୁତ ସୁନ୍ଦର। ଗତ 2 ମାସ ହେଲା ମେଚରିଟି ହେଇଛି ତାହାର ବିୟା। ଠିକ ବର୍ତ୍ତମାନ ସମୟରେ ଦୁଧର ଆକାର ଅଚାନକ ବଢିବାର ଦେଖୁକି ମୁଁ ଭାବିଲି ମୋ ଭଉଣୀ ନିଜେ ଦୁଧକୁ ଚିପୁଛି ବୋଧେ ବାଥରୁମରେ, ସେଥିପାଇଁ ବଡ ହେଇଯାଉଛି। ଯାଉ ସେ ଘରେ ରହିବା ପରଠାରୁ ତା ବିୟା ଆଉ ଦୁଧ କେତିକି ବଡ ହେଇଛି ଦେଖିବାକୁ ବହୁତ ଇଚ୍ଛା ହେଉଥାଏ। ବେଳେ ରାତିରେ ଶୋଇବା ସମୟରେ ସିଧା ତାହାର ଚଡ଼ି ଟେକିକି ଦେଖଦେବା ପାଇଁ ଇଚ୍ଛା ହେଉଛି। କିନ୍ତୁ ମମି ଜାଣିଲେ ମାରିବେ ବୋଲି ମୁଁ ତାହାର ଚଡ଼ି ଖୋଲିକି ଦେଖେନି। କିନ୍ତୁ ମୋ ପାଖରେ ଗୋଟେ ଆଇଡିଆ ଆସିଲା, ବ୍ଲୁଟୁଥ କ୍ୟାମେରା ଗୋଟେ ଆଣିଲେ ସବୁ ଦେଖ ହେଇଯିବ, କେହି ଜାଣିପାରିବେ ନାହିଁ। ମୁଁ ମୋ ସାଙ୍ଗକୁ କହିଲି ମୋ ପାଇଁ ଗୋଟେ ବ୍ଲୁଟୁଥ କ୍ୟାମେରା ଅର୍ଡର କରିଦେବା ପାଇଁ। ମୁଁ ତାକୁ ପଇସା ଦେଲି। ସେ ଆମାଜନରୁ 800 ଟଙ୍କା ଦେଇକି ଗୋଟେ କ୍ୟାମେରା ଅର୍ଡର କରିଦେଲା। ମୁଁ ଲୁଚେଇକି ବାଥରୁମରେ କ୍ୟାମେରାକୁ ସେଟ୍ କରିକି ରଖେ, କିନ୍ତୁ ଠିକ ସେ କ୍ଲିୟର ରେକର୍ଡ ହୁଏନି। ଗୋଟେ ଦିନ ମମି ମାର୍କେଟ ଯାଇଛନ୍ତି। ମୋ ସାନ ଭଉଣୀ ଏକ ଯିବା ପୂର୍ବରୁ ବାଲଟି ସାଇଡରେ କପଡା ଥିଲା, ଆଉ ସେଇ କପଡା ଭିତରେ ଭଲସେ ସେଟ୍ କରିକି ଚାଲୁ କରିକି ଆସିଲି ହେରି। ସିଏ କିଛି ସମୟ ପରେ ଏକ ଗଲା, ତାପରେ ସିଏ ଏକ କରିକି ଆସିଲା। ମୁଁ ସଙ୍ଗେ ସଙ୍ଗେ ଯାଇକି କ୍ୟାମେରା ନେଇକି ଆସିଲି, ଆଉ ମୋବାଇଲରେ ଆଏତ୍କ କାନେକ୍ଟ କରିକି ଦେଖିଲି। ପୁରା ଛେନା ଭଳିଆ ଧାରୁଆ ବିୟା ମତେ ପୁରା ପାଗଳ କରିଦେଲା। ମୁଁ ଭିଡିଓକୁ ଭଲରେ 20ରୁ 25 ଥର ଦେଖିଲି। ତାପରେ ଯାଇକି ତାକୁ ଦେଖିଲି ସେ ଚୌକିରେ ବସିକି କାର୍ଟୁନ ଦେଖୁଥିଲା। ମୁଁ ତାହାର ହଟ ପ୍ୟାଟକୁ ଦେଖୁଥାଏ। ମୁଁ ତାହାର ଡ୍ରେସ ଉପରେ ହିଁ ତାହାର ବିୟାର ସେପ କେମିତି ହେଇବ ତାକୁ ଦେଖ ଭାବୁଥାଏ। ମୁଁ ତାହାର ଦୁଧ ଆଉ ବିୟା ଦେଖଦେଲି। ଘରେ ରହିବା ପରଠୁ ବିୟା ହେଲେ ଟିକେ ଫୁଲି ଯାଇଛି ଭଳି ଲାଗିଲା, କିନ୍ତୁ ମୋର ଇଚ୍ଛା ହେଉଥାଏ ଯେ ତାହାର ବିୟା ଭିତରେ ଥିବା କଣା କେତେ ବଡ ହେଇଛି ଦେଖୁବା ପାଇଁ। ପୁଣି କେତେ ଦିନ ବିତି ଗଲା ଆଉ ମମି ଗୋଟେ ଦିନ ମାର୍କେଟ ଯାଇଥିଲେ। ମୋର ତ ଇଚ୍ଛା ଥିଲା ଆମ ସାନର ବିୟାର କଣା ଦେଖିବା ପାଇଁ। ମୁଁ ତା ସହ ଜାଣି ଖେଳ ଆରମ୍ଭ କରିଦେଲି। ଆମେ 2 ଜଣ ମିଶିକି ବେଡ ରୁମରେ ଲୁଗା ଟାଣିକି ଖେଳିଲୁ। କିଛି ସମୟ ପରେ ମୁଁ କହିଲି ମୁଁ ଡାକ୍ତର ହେବି, ତୁ ପେସେଣ୍ଟ ହେବୁ। ସେ ହମ କଲା। ମୁଁ କହିଲି ହେଉ, ତୁ ମେଡିକାଲ ଆସେ, ତୋର ଦେହ ଖରାପ ଅଛି। ସିଏ ଆସିଲା। ମୁଁ କହିଲି ହମ୍, ତୋର ପେଟ ଫାଟି ଯାଇଛି, ସର୍ଜରୀ ହେବ। ସିଏ କହିଲା ନାଇଁ, ମୋ ହାତ ଖରାପ ଅଛି, ତୁ ଭଲ କରେ। ମୁଁ କହିଲି ହାତ ପେଟ 2ଟା ଯାକ ସର୍ଜରୀ ହେବ।